ଏ ଗାଇସ୍ ନ୍ୟୁ ବ୍ଲଗ୍ ଆପଣ ସ୍ୱାଗତ ଜଣାଉଛୁ। ତ ସେମାନେ ଆଜି ମୁଁ ବହୁତ ଭଲ ପଳେଇ ଆସିଛି ସକାଳୁ ସକାଳୁ ଜଙ୍ଗଲ ମାନେ ଆମର ଆଉ ଟିକେ ବାଉଁଶ ନେବାର ଅଛି। ବାଉଁଶ ନାହିଁ ତ କଣିକା ଟିକେ ନେଲେ ତାର ଉପରେ ପକେଇବା, ତେଣୁକରି କଣିକା ନେବା ପାଇଁ ଆସିଛି। ଆଉ ଏଠି ଆମର ପାଣି ମଧ୍ୟ ଧରିକି ପଳେଇ ଆସିଛି। ଆମେ ଯେତେଥର ଆସିଛୁ କେବେ ଏମିତି ପାଣି ଧରି ଯାଇନୁ, ସବୁ ହିଡ଼ ଭଳିଆ ପଳେଇ ଆସିଥିଲୁ। ଆଉ ଶୋଷରେ ଅଧା କାମ କରି ଅଧାରେ ପଳଉଥିଲୁ। ସେଥିପାଇଁ ଆଜି ମୁଁ ପାଣି ଧରିକି ଆସିଛି। ଆଉ ଏତି ଆମ ସେଫ୍ଟି ପାଇଁ ଗ୍ଲୋଭ୍ସ ରହିଲା ଆଉ କାତି। ଆଉ ଭାଇ ଜଙ୍ଗଲରୁ ଆସିବା ସେମିତି କିଛି ଡର ନାହିଁ, ସେମିତି କିଛି ଭୟ କରିବା କଥା ନାହିଁ। ମୁଁ ଏକଲା ହିଁ ଆସିଛି ଏବେ। ବାସ୍ ଦୁଇଟା ଜିନିଷ ନଜର ରଖିବ, ମାନେ ମୁଁ ବଣକୁ ଯାଇଛି, ଆମର ବଣ କାମ ମାନେ ସରିବା ଗଲାନି, କିନ୍ତୁ ମୁଁ ଏଇ ଗୋଟେ କଥା କହିନି। ପ୍ରଥମ ହେଲା କାତି, ଯେକୌଣସି ଜିନିଷ ତମ୍ବା ଯେକୌଣସି ଗୋଟେ ଅସ୍ତ୍ର ରହିବା ଦରକାର। ଆଉ ସେକେଣ୍ଡ ହେଲା ଚାରିଆଡ଼େ ନଜରଟା ବୁଲିବା ଦରକାର। ପ୍ରଥମେ କିଏ କେଉଁଟା ଅଛି କ'ଣ ଅଛି ତଳ ଉପର ଚାରିଆଡ଼େ ସବୁ ଜାଗା ଦେଖିବ। ଏଇ ଦୁଇଟା ମେନ୍ ଯଦି ଧ୍ୟାନ ରଖିଦେଲ ତାହେଲେ କିଛି ଅସୁବିଧା ନାହିଁ। ଆଉ ଆମର ଯେ ପର୍ଯ୍ୟନ୍ତ ମାନେ ଯେତିକି ଆମେ ବଣକୁ ଆସିଛୁ ମାନେ ସବୁ ସାଥ ଦେଲେ, କିନ୍ତୁ ମୋତେ ଦୁଇଟା ଜିନିଷ ସାଥ ନନ୍ତି। ଗୋଟେ ହେଲା ଆମର ସାଇକେଲ, ଦେଖିବା ତ ଏବେ ବି ଚାଙ୍ଗା ଅଛି। ବଣ ବୁଦା ସବୁ ବୁଲିଲା, କିନ୍ତୁ ପାଞ୍ଚାରି ଥର ହେଇଥିଲା, କିନ୍ତୁ ଆଉ କିଛି ବାଣ୍ଟିକି ନାହିଁ। ଆଉ ସେକେଣ୍ଡ ରହିଲା ଆମର କାତି, ଏ କାତି ଦେଖିବା କାତି। ଏଇ କାତିରେ ମୁଁ ଯେତିକି ବାଉଁଶ କାଠ ଯାହା ଆଣାଇଛି ଏଇ କାତିରେ ଆକା। ଏଇଟା ମଧ୍ୟ ଥରେ ମାନେ ଏ ତ ଆଗରୁ ଇଚ୍ଛା ଯାଇଥିଲା, ଆକୁ ଆମେ ଯୋଗ କରୁଥିଲୁ, କିନ୍ତୁ ଏବେ ମଧ୍ୟ ଏଇଟା ଭଲ ଚାଲିଛି। ଯଦି କାତି ତମର ଯଦି କ'ଣ ଭାରି ପଡ଼ୁଛି, ମାନେ ବେଣ୍ଟ ଭାରି ପଡ଼ୁଛି, ତାହେଲେ ମଦ ଯଦି ଜାଣିଥିବ ସେଇଟା ଯୋଗ କରିଦିଅ, ପୁରା ବେଷ୍ଟ ଦେଖିବା ଅଛି। ଆମର ଜୋରଟା ଅଛି ମଧ୍ୟ ଆହୁରି। ହଁ ଦେଖନ୍ତୁ ମଦ ଜୋରଟା ଏଇଟା ଆମର ହେଇଟି ଗୋଟେ 15-20 ଦିନ ହେଲାଣି। ଆପଣ ତ କିଛି ବାଣ୍ଟିକି ନାହିଁ, ମାନେ ବଡ଼ ବଡ଼ କାଠ ଆଣା ହେଉଛି, କିନ୍ତୁ ଭାରି ଆଉ ନାହିଁ, ବହୁତ ସୁବିଧା ହେଉଛି। ତ ସେମାନେ ମୁଁ କିଛି କାଲି ଆସିଥିଲି ଖଦିରି ଦେଖିବା, ସେଠି ଖଦିରି ଅଛି, ସେ ଖଦିରି ଯାକ ହାଣିଥିଲି। ଆଉ ଏବେ କଣିକା ଟିକେ ଆଉ ଏମିତି କାଠ ଖଣ୍ଡେ ହାଣିବା ପରେ, ଏଇଟା ଆମର ନାହିଁ, ଏଇଟା କିଏ କାଲି ଗୋଟେ ହାଣିଥିଲା। ଆଉ ଆମର ଆଗରେ କଣିକା ଅଛି, ଏମିତି କାଠ ଖଣ୍ଡେ ହେଲେ ସୁବିଧା ହେବ। ମାନେ ଟିକେ ଟିକେ ଉଠେଇ ମାଟି ଲେସିବାକୁ ପଡ଼େ, କାହିଁକିନା ଆମେ କମ୍ ବଜେଟ୍ ଏଇଟା କରିବା ପାଇଁ ଚାହୁଁଛୁ। ତେଣୁକରି ମାନେ ଲାଗିଲାନି ଯାହାହେଲେ ଗୋଟେ ସେ ଘରଟା 400-500 ଲାଗିଥିବ, ମାନେ କଣ୍ଟ୍ରୋଲ୍ କରି କରାହେଉଛି। ତେଣୁକରି ଡେଲି ବଣକୁ ଆସିବାକୁ ପଡ଼ୁଛି। ଚାଲନ୍ତୁ, ବର୍ତ୍ତମାନ ତ ଚାଲିଛି କାମ, ଏପର୍ଯ୍ୟନ୍ତ କାମ ସରିନି ଆମର। ଆଗକୁ କ'ଣ ଅଛି ମୁଁ ମଧ୍ୟ ଜାଣିନି, କିନ୍ତୁ ଭଗବାନଙ୍କର ବହୁତ ଭଲ ଭାବରେ ଚାଲିଛି। ଆଉ ମୁଁ ଆଶା କରୁଛି ଯେମିତି ବହୁତ ଭଲ ଭାବରେ ହିଁ ଚାଲୁ। ତ ଚାଲନ୍ତୁ ସେମାନେ, ଏଇଟା ଆମର ବଣ, ଆଉ ଉପରକୁ ଯିବାକୁ ପଡ଼ିବ। କିନ୍ତୁ ଏଠି ମୁଁ ଟିକେ ଦେଖିଦେଇ ଯିବାକୁ ପଡ଼ିବ, କାହିଁକିନା ଦେଖିବ ସେଠି ଟିକେ ଏନେ ଖଦିରେ ହାଣିଛି, ସେୟାକୁ ଏବେ ଏକାଠି କରିବା, ତାପରେ ଉପରକୁ ଯିବା। ଚାଲନ୍ତୁ।